ନବୀନ ପଟ୍ଟନାୟକ ସେଠୁ କହିଲେ ବସନ୍ତୁ। ମୁଁ ସେଠୁ କହିଲି, ମୁଁ କହିଲି ମ୍ୟାଡାମ ରାଷ୍ଟ୍ରପତି ଆପଣ ପ୍ରୋଟୋକଲ ଦୃଷ୍ଟିରୁ ଠିଆ ହେବା ଦରକାର। କହିଲେ ମୁଁ ପୁରା ଭଉଣୀ ଭୋଳ ହେଇଗଲୁ ଆମେ ନବୀନ ବାବୁର ମୋର। କିନ୍ତୁ ଆପଣ ସମସ୍ତେ ଠିଆ ହେଇଥିଲେ ମୁଖ୍ୟମନ୍ତ୍ରୀ ବସିଥିଲେ ବୁଝିପାରିଲେ ଏଟା ଦେଖାଗଲାନି ଭଲ। ସେ ସମାଜକୁ ଘୃଣା। ନବୀନ ପଟ୍ଟନାୟକ ଭଳି ଅସୁସ୍ଥ ବ୍ୟକ୍ତି ଉଠିଲେ ନା ଏଟା ଉଚିତ ହେଲାନି। ସେଟା ଗୋଟେ ବିରାଟ ମିଷ୍ଟେକ୍। ଏଭଳିଆ ମିଷ୍ଟେକ୍ ହବା ଉଚିତ ନୁହଁ। ଭାରତ ରାଷ୍ଟ୍ରପତି ସେ ଆସିବେ ଆମେ ଗୋଟେ ଠିଆ ହବା, ଏଟା ଠିକ ହେଲାନି। କିନ୍ତୁ ଫଟୋରେ ଦେଖାଯାଉଛି କେବଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କମିଟି ଆଉ ସମସ୍ତେ ଠିଆ ହୋଇଥିଲେ। ହଁ ଦୁଃଖଦାୟକ। କାହିଁକି ତା ସେ କାହିଁକି ମୁଖ୍ୟମନ୍ତ୍ରୀ ଟିକେ ହସ ନାହିଁ? ଇଏ ସମସ୍ତେ ଧର୍ମେନ୍ଦ୍ର ଆଇଲେ, ସମସ୍ତେ କୁଣ୍ଡେଇଲେ, ମତେ କୁଣ୍ଡେଇଲେ, ଶୁଣ ଭାଇ ନବୀନ କୁଣ୍ଡେଇଲେ, ସମସ୍ତେ ଗୋଟେ ଧର୍ମେନ୍ଦ୍ରକୁ ଶିକ୍ଷା କଥା ନିହାତି ଭାବରେ ମୋହନ ମାଝୀ ଯେ କେମିତି ଡିଲିଂସ କରାଯିବ। ସେ ଯିଏ ଆଉ ଥାଏ ମନ୍ତ୍ରୀ ବର୍ଦ୍ଧନ ସିଂ ଆଇଲେ ମତେ କୁଣ୍ଡେଇଲେ, ତାଙ୍କ ଅର୍ବାନ ମିନିଷ୍ଟର ଆଇଲେ କୁଣ୍ଡେଇଲେ, ହାୟର ଏଜୁକେସନ ମନ୍ତ୍ରୀ ଆସିଲେ କୁଣ୍ଡେଇଲେ, ଅନ୍ୟ ମନ୍ତ୍ରୀ ଆସି କୁଣ୍ଡଉଥାନ୍ତି। କିନ୍ତୁ ଧର୍ମେନ୍ଦ୍ର ବି ଆସି ଭାଇ